ନବରାତ୍ରିରେ ଖୁସି ମନାଇଲେ ବର୍ଷା। ଦର୍ଶକ ବନ୍ଧୁ, ଆସିଲା ବଡ଼ ଖବର। ଦୁର୍ଗା ପୂଜାରେ ହଠାତ୍ ଅନୁଭବଙ୍କ ସହ ବର୍ଷାଙ୍କର ହୋଇଗଲା ମୁହାଁମୁହିଁ। ଆପଣମାନେ ନିହାତି ଜାଣିଥିବେ, କଟକ ସହରରେ ଦୁର୍ଗା ପୂଜା ଫେମସ୍। ସୁପରଷ୍ଟାର ଅନୁଭବଙ୍କ ଘର କଟକ, ଏପଟେ ବର୍ଷାଙ୍କ ଘର ବି କଟକରେ। ତେବେ ଏହି ଦୁର୍ଗା ପୂଜାରେ ଫ୍ୟାନ୍ ମାନେ ପୁଣି ଏକାଠି ଦୁଇ ଜଣଙ୍କୁ ଦେଖିବାକୁ ଚାହୁଁଛନ୍ତି। ଦର୍ଶକ ବନ୍ଧୁ, ଅନୁଭବଙ୍କ ପାଖରୁ ବର୍ଷା ଅଲଗା ହେଲା ପରେ ବହୁଦିନ ପରେ ପୂଜା ପେଣ୍ଡାଲରେ ବର୍ଷାଙ୍କ ପଛରେ ଅନୁଭବ ଠିଆ ହୋଇଛନ୍ତି, ଯାହାକି ତାଙ୍କର ଏ ଫଟୋ ଏବେ ଫ୍ୟାନ୍ ମାନେ ଭାଇରାଲ କରାଇଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଅନୁଭବ ଏବେ ତାଙ୍କର ପୁରା ଟିମ୍ ସେଠାକୁ ଯାଇଥିଲେ। ସେ ଜାଣିନଥିଲେ ଏଠି ବର୍ଷା ଆସିଥିବେ ବୋଲି। ଅନୁଭବ ଏବଂ ବର୍ଷାଙ୍କ ଏଭଳି ଯୋଡ଼ିକୁ ପୁଣି ଥରେ ଦର୍ଶକମାନେ ଭଲ ପାଇବା ଦେଉଛନ୍ତି। ଦର୍ଶକ ବନ୍ଧୁ, ଦୁଃଖର କଥା ଯେ ଅନୁଭବ ବର୍ଷାଙ୍କ ସହ କଥା ହେଲେ ନାହିଁ। ହେଲେ ଆଜି ବି ଅନୁଭବଙ୍କୁ ବହୁତ ଭଲ ପାଉଛନ୍ତି ବର୍ଷା। ତାଙ୍କର ସେଇ ଲୁହ ଛଳ ଛଳ ଆଖିରୁ ଜଣା ପଡ଼ୁଥିଲା ସେ ଅନୁଭବଙ୍କୁ ବହୁତ ଭଲ ପାଆନ୍ତି। ଆମେ ଯଦି କହିବା ବର୍ଷା ଅନୁଭବ ସିନା ଅଲଗା ହୋଇଯାଇଛନ୍ତି, ହେଲେ ଦର୍ଶକମାନେ ମନରେ ସେଇ ଦୁଇ ଜଣଙ୍କୁ ଶୁଆସାରି ହୋଇ ରଖିଛନ୍ତି। ଯଦି ଭଗବାନ ଚାହିଁବେ ତାହେଲେ ସେ ଦୁଇ ଜଣଙ୍କୁ ବେଳେବେଳେ ଏକାଠି କରେଇ ଦେବେ। ତେବେ ଦର୍ଶକ ବନ୍ଧୁ, ଆପଣ ତ ଜାଣିଥିବେ କଟକରେ ଦୁର୍ଗା ପୂଜା ଆସିଲେ ବହୁତ ଭିଡ଼ ଜମେ। ସବୁ ପୂଜା ପେଣ୍ଡାଲ ଉତ୍ସବ ମୁଖର ହୋଇଥାଏ। ଠିକ୍ ସେମିତି ଏବର୍ଷ ମଧ୍ୟ ଆଲୋକରେ ଝଲସୁଥିଲା କଟକ ସହର। ଆଉ ସେଇ ମାର୍କେଟରେ ଏକ ପୂଜା ପେଣ୍ଡାଲରେ ଅନୁଭବ ବର୍ଷାଙ୍କର ମୁହାଁମୁହିଁ ହୋଇଥିଲା ବୋଲି ବର୍ଷାଙ୍କ ଫ୍ୟାନ୍ ମାନେ କହୁଛନ୍ତି। ହଁ ଆଜ୍ଞା, ସୂଚନା ଆଜି ପାଇଁ ଏତିକି। ବ୍ୟୁରୋ ରିପୋର୍ଟ, ହିମାଂଶୁ ଓଡ଼ିଆ ଟିଭି।